ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଦମାଦୁଆ ଗ୍ରାମଠାରେ ରହିଥିବା ଫକୀରମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଗତ ନଭେମ୍ବର ମାସ 30 ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ମହା ଆଡମ୍ବର ସହକାରେ ସାଜସଜ୍ଜା ଏବଂ ଉତ୍ସବ ପାଳନ କରାଯାଇ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା 1991 ଠାରୁ ଏଠାରେ ନିରବଚ୍ଛିନ୍ନ ଭାବେ ଶିକ୍ଷକତା ଆରମ୍ଭ କରିଥିଲେ। ବହୁ ବାଧାବିଘ୍ନ ନାନା ସମସ୍ୟାକୁ ସୁଧାରିବା, ବିଦ୍ୟାଳୟକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା, ଗୁଣବତ୍ତା ଶିକ୍ଷା ପ୍ରଦାନ କରିବାରେ ସେ ସିଦ୍ଧହସ୍ତ ଥିଲେ। ଶିକ୍ଷକମାନଙ୍କର ସମସ୍ୟା ଓ ବିଦ୍ୟାଳୟର ଉନ୍ନତିକରଣର ସକାଶେ ସେ ସଦାସର୍ବଦା ତତ୍ପର ହୋଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ସମସ୍ୟା ସମ୍ପର୍କରେ ଅବଗତ କରାଇ ଆସୁଥିଲେ। ସେ ଜଣେ ଆଦର୍ଶ ଶିକ୍ଷକ, ମିଷ୍ଟଭାଷୀ, ସରଳ, କର୍ମଠ, ନିଷ୍ଠାପର ଓ ଛାତ୍ରଛାତ୍ରୀ ବତ୍ସଳ ପ୍ରଧାନ ଶିକ୍ଷକ ଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣାଚଳ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଗାପ୍ରସାଦ ପାତ୍ର, ସମ୍ମାନିତ ଅତିଥି ଦମାଦୁଆ ସରପଞ୍ଚ ସରସ୍ୱତୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍ ଗିରିଧର, ବିଇଓ ନରେନ୍ଦ୍ର କୁମାର ବେହେରା, ସମିତି ସଭ୍ୟ ଅନନ୍ତ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ପାଢ଼ୀ, ବରିଷ୍ଠ ସାମ୍ବାଦିକ ପଞ୍ଚନନ୍ଦ ଦାସ, ପ୍ରଧାନ ଶିକ୍ଷକ ବଳରାମ ରଥ, ସୀମାଞ୍ଚଳ ପଣ୍ଡା, କୃଷ୍ଣଚନ୍ଦ୍ର ଗୌଡ଼, ଶିକ୍ଷା ପରିଚାଳନା କମିଟି ସଭାପତି ଗଙ୍ଗାଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କ ନିକଟରେ ମଙ୍ଗଳ କାମନା କରିଥିବା ବେଳେ ଭାବବିହ୍ୱଳ ହୋଇଯାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ। ମୋହନାରୁ ପଞ୍ଚନନ୍ଦ ଦାସଙ୍କ ରିପୋର୍ଟ, ଓମ୍ ଟିଭି, ଓଡ଼ିଶା।